ଏତିକି ବେଳା ସିଏ ନାହିଁ, ଯାଉଛି ଟିକେ ଲକର ଖୋଲିକି ମୋ ପଇସା ପତ୍ର ଟିକେ ଦେଖିଦେବି। ହଁ ବା, ସିଏ ଆସିଲା ଦିନରୁ 3 ମାସ ହେଲା ବାହା ହେଲାଣି। ମୁଁ ଟିକେ ମୋ ପଇସାକୁ ଦେଖିପାରୁନି ଲୋ। ମୋ ପଇସା ନ ଦେଖିଲେ ମୋତେ ଭାତ ହଜମ ହୁଏନି, ଭାରି କଷ୍ଟ ଲାଗେ। ଆମ ଗୋଟେ ପଇସା ଦେଖିଦେଲେ ମୋ ଭାତ, ଖାଲି ଭାତ ବା ମୁଁ ଖାଇଦେବି। ହଁ ବା, କୁହନା। ମୁଁ ଯାଉଛି ଏତିକି ବେଳା ଟିକେ ଦେଖିଦେବି। ମୋ ଲକର ଚାବି ଖୋଲିକି, ମୋ ଲକର ଚାବିଟା କୁଆଡ଼େ ଗଲା। ଏବେ ଟିକେ ଦେଖିବା ମୋ ପଇସା ପତ୍ର ସବୁ ଅଛି ନା ନାହିଁ। ମୋ ଆବାଜ ଶୁଭୁଛି ନା କ'ଣ? ଆସିଲାଣି ନା କ'ଣ? ଆସିଲାଣି ତ। କ'ଣ ହେଲା ବା? କାହିଁ ଆସି ମା ଫୋନ୍ ଫୋନ୍ କିଏ ବା ଫୋନ୍ କରିଛି? ମୁଁ ତ ବୋପା ଫୋନ୍ କରିଛି। ତ ବାପା ହ୍ୟାଲୋ ସମୁଦି। ହଁ ହେଲେ ଥାଉ, ଓଳିକି ଥାଉ ଓଳିକି 3 ମାସ ହେଲା ଝିଅ ବାହାଘର କଲେ। ସମୁଦିନ କଥା ଆଜି ମନେ ପଡ଼ିଲା ତୁମର? କ'ଣ କହୁଥିଲ? ରୋଜଗାର କିନ୍ତୁ ଏ ବୁଢ଼ୀ ଅଣ୍ଟାରେ କ'ଣ ଆଉ ବଳ ଅଛି? ଏ ଗାଁ ବୁଲି ଭାର ବାଣ୍ଟିବ? ଗୋଟେ କାମ କର, 50,000 ଟଙ୍କା ପଠେଇଦେବ। ହଁ, ଝିଅ କହୁଥିଲା ବାପ ଘରକୁ ଯିବ। ମତେ ତ କହିନି। କିଏ ମା କିଏ ଶାଶୁ କିଏ? ହଁ, ମତେ କହିଥିଲେ କ'ଣ ମୁଁ ଶୁଣିନଥାନ୍ତି? ହଉ ମୁଁ ପଠେଇଦେବି। ହଁ ଓଳିକି ରଖୁଛି। ହଁ ନେ ଫୋନ୍। ମା ଟିକେ ବାପ ଘରକୁ ଯାଇଥାନ୍ତି। ବାପ ଘରକୁ ଯିବୁ? ବୋପା କାନରେ ଖୋଳି ଦେଇଛୁ। ହଉ ଶୁଣୁ, ଗାଡ଼ି ଫାଡ଼ିରେ ଯାଇପାରିବୁନି। ମୋ ପାଖରେ ପଇସା ପତ୍ର ନାହିଁ। ଏ ଖୋସଣୀରେ କ'ଣ କେତେଟା ଟଙ୍କା ଅଛି? 1 2 3, ଏଇଟା 10 ଟଙ୍କିଆ ବୋଧେ। 10 ଟଙ୍କିଆ, 5 ଟଙ୍କିଆ, 15 ଟଙ୍କା ଅଛି। ନାଲୋ 25 ଟଙ୍କା ହେଲାଣି ଲୋ ବୋପା। 25 ଟଙ୍କା ନେଇକି ଯିବୁ ହେଲା। ସାଇକେଲ ବାଡ଼ି ପଟେ ଥୁଆ ହେଇଛି, ସାଇକେଲ ନେଇକି ପଳେଇବୁ। ହଁ, ଆଉ କ'ଣ ନା, ଆଉ ଏଇ ଯୋଉ 10 ଟଙ୍କାଟା ଦେଇଦେବୁ। ନେଇଯିବୁ ତ ବୋପା ମାଆକୁ ହେଇଯିବ ଡାଇବେଟିସ୍, ପାନ କିଣିକି ନେଇଯିବୁ। ହଁ, ଆଉ ତୋର ଏଇ 10 ଟଙ୍କା ରହିଲା। ତୋ ସାଙ୍ଗସାଥି ଯିଏ ଚକୋଲେଟ କିଣିକି ନେଇଯାଇଥିବୁ। ଆଉ ଏ 5 ଟଙ୍କା ଫେରେଇକି ଆଣିବୁ। ହଁ, ଦରକାର ନ ପଡ଼ିଲେ ଖର୍ଚ୍ଚ କରିବୁନି। 25 ଟଙ୍କା ଇଲୋ ବୋପା, ସେ କେତେ କ'ଣ ଖର୍ଚ୍ଚ? 25 ଟଙ୍କା ନେ। ଯା। ଯାଉନୁ ବୋପା ଘରକୁ ଯିବ ବୋଲି ମୋ ପାଖରେ ପଇସା ଖଲ ତାକୁ ଦେବି ଆଉ। ଶାଶୁ ଦେଇଛନ୍ତି ମତେ 25 ଟଙ୍କା। 25 ଟଙ୍କା ନେଇକି ମୋ ବାପ ଘରକୁ ଯିବି ବାଉଲ। ଏମିତିଆ କଞ୍ଜୁସ ଶାଶୁ କାହାକୁ ନ ମିଳେ। ମୁଁ ପଳେଇବା, ଆସିବିନି ଏଠିକି ଜମାରୁ। ମୁଁ ଯାଉଛି ମୋ ବାପ ଘରକୁ ଲୋ।